ଆଜି ଆମେ ଜାଣିବା ସୁଭଦ୍ରା ଯୋଜନାର ଲାଷ୍ଟ ଆପ୍ଲାଏ କେବେ। ତ ଆପଣ ତ ଏଇଟା ଜାଣିଛନ୍ତି ସୁଭଦ୍ରା ଫର୍ମ, ଏ ଫର୍ମ ତ ଭରିବ କେମିତି ଭରାଯିବ ସେଇଟା ମୁଁ ଆପଣଙ୍କୁ ପ୍ରଥମ ଭିଡ଼ିଓରେ ବୁଝେଇଛି। ତ ଏବେ ଆମେ ଜାଣିବା ସୁଭଦ୍ରା ଯୋଜନାର ଶେଷ ତାରିଖ କେବେ। ତ ଆମେ ପ୍ରଥମେ ୱେବସାଇଟ୍ଟିକୁ ଖୋଲି ନେବା subhadra.odisha.gov.in। ତେବେ ଆପଣଙ୍କ ସାମ୍ନାରେ ସୁଭଦ୍ରା ୱେବସାଇଟ୍ଟିକୁ ମୁଁ ଖୋଲୁଛି। ଆପଣ ଭିଡ଼ିଓଟିକୁ ଭଲସେ ଦେଖନ୍ତୁ ଏବଂ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଦେଖନ୍ତୁ ଏଇଟା ସୁଭଦ୍ରା ୱେବସାଇଟ୍ ଖୋଲି ଯାଇଛି। ତ ଆପଣ କେମିତି ଆପ୍ଲାଏ କରିବେ। ଆପଣ ଆପଣଙ୍କର ନିକଟସ୍ଥ ଜନସେବା କେନ୍ଦ୍ର ବା CSC ସେଣ୍ଟରକୁ ଯାଇକି ଏଇ ଯେଉଁ ଫର୍ମଟିକୁ ଦେଇଛନ୍ତି ଏ ଫର୍ମଟିକୁ ପୂରଣ କରିବେ। ଯେମିତି ଆପଣଙ୍କୁ ମୁଁ ପୂର୍ବ ଭିଡ଼ିଓରେ କହିଥିଲି ଫର୍ମଟିକୁ ପୂରଣ କରିବେ। ଫର୍ମଟିର ଅନ୍ୟ ଏକ ପାର୍ଶ୍ୱ ମଧ୍ୟ ଅଛି, ଦେଖି ନିଅନ୍ତୁ। ଏ ପାର୍ଶ୍ୱରେ ମଧ୍ୟ ସବୁ ଘରେ ଆପଣ ଟିକ୍ ଚିହ୍ନ ମାରିକି ଫର୍ମଟିକୁ ପୂରଣ କରିବେ। ତ ପୂରଣ କରିବା ପରେ ଆପଣ ଏଇ ୱେବସାଇଟ୍ ଯାଇକି ଆପ୍ଲାଏ କରିନିଅନ୍ତୁ। ଏବଂ ଯେଉଁମାନେ ବି କହୁଛନ୍ତି ସୁଭଦ୍ରା ଯୋଜନାର ଲାଷ୍ଟ ଡେଟ୍ ଅଛି, ଏଇ ଡେଟ୍ଟି ଲାଷ୍ଟ ଡେଟ୍ ଏବଂ ଏହି ଡେଟ୍ ପରେ ଆପଣମାନେ ଆପ୍ଲାଏ କରିପାରିବେ ନାହିଁ। ତ ଏମିତି କିଛି ବି ସୂଚନା ଆସିନି। ଯିଏ ବି ୟୁଟ୍ୟୁବରେ ଏମିତି ଭିଡ଼ିଓ ବନାଉଛନ୍ତି ସେଥିପାଇଁ ମୁଁ এই ଭିଡ଼ିଓଟିକୁ ବନାଉଛି ଆପଣମାନଙ୍କ ପାଇଁ। ଏହା ଏକ ବହୁତ ବଡ଼ ଅପଡ଼େଟ୍ ଏବଂ ଏହାର କୌଣସି ଶେଷ ତାରିଖ ନାହିଁ। ଗଭର୍ଣ୍ଣମେଣ୍ଟ ତରଫରୁ ସୂଚନା ଆସିଛି ଏହାର କୌଣସି ଶେଷ ତାରିଖ ନାହିଁ। ଆପଣ ଆପ୍ଲାଏ କରିପାରିବେ। ଥ୍ୟାଙ୍କ ୟୁ।